ହଉଛି କ୍ଷୀରଚନ୍ଦ୍ର ସାମ। ମୁଁ ଶିକ୍ଷକତା କରୁଥିଲି। ଗୋଟିଏ ଜାଗାରେ 37 ବର୍ଷ ଗୋଟେ ଏମଇ ସ୍କୁଲରେ ପ୍ରଧାନ ଶିକ୍ଷକ ରୂପେ କାମ କରୁ। ବୁଢ଼ୀ ନାୟକାଣୀ ପୂର୍ବରୁ ଆମେ ଆମ ପିଲାଦିନଠୁ ଜାଣିଛୁ। ସେ ପ୍ରତ୍ୟକ୍ଷ ଦେବୀ ଥିଲେ। ବହୁ ଆପଦ ବିପଦରେ ଗ୍ରାମବାସୀଙ୍କୁ ସେ ଘଣ୍ଟ ଘୋଡ଼େଇକି ରଖିଥିଲେ ବୋଲି ଆମେ ପୂର୍ବପୁରୁଷଙ୍କ ଠାରୁ ପାଇଛୁ ସମ୍ବାଦ। ଏବଂ ସେଇ ବୁଢ଼ୀ ନାୟକାଣୀଙ୍କର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଜିର ଯେଉଁ ଯୁବପିଢ଼ି ଆଗେଇ ଆସିଛନ୍ତି ତାଙ୍କୁ ସେ ବୁଢ଼ୀ ନାୟକାଣୀ ସହାୟ ହୁଅନ୍ତୁ ଏବଂ ଏ ଅନୁଷ୍ଠାନ ଆହୁରି ଆଗକୁ ଆଗକୁ ଯାଉ। ଓ ସେବିକା ଡକ୍ଟର ନିରୁପମା ରାଉତ। ବହୁତ ଭଲ ଲାଗୁଛି ଆଉ ବହୁତ ଖୁସି ବି ଅନୁଭବ କରୁଛି। ଆଉ ଏତେ ସୁନ୍ଦର ଭାବରେ ଆୟୋଜନ କରିଛନ୍ତି, ମାନେ ମୁଁ ବହୁତ ଖୁସି। ସେମାନେ ଏଇ ଅନୁଷ୍ଠାନ ବହୁତ ଉତ୍ତରୋତ୍ତର ଉନ୍ନତି କରୁ ଏବଂ ବହୁତ ଆଗକୁ ବଢୁ। ଅଧ୍ୟାପିକା ଜ୍ୟୋତି ସମ୍ମାନ। ମୁଁ ଜଣେ ଶିକ୍ଷକ ଥିଲି, ଅବସର ଗ୍ରହଣ କରିସାରିଛି। ବର୍ତ୍ତମାନ ଭୁବନେଶ୍ୱର ରହୁଛି। ଦେଖନ୍ତୁ, ଦେଶର ନିର୍ମାଣ କରିବାରେ ଯୁବକମାନେ ଯଥେଷ୍ଟ ଭୂମିକା ରହିଛି। ଆଜିର ସମୟରେ ଯୁବକମାନେ ପ୍ରସ୍ତଭସ୍ତ, ନୀତି ନାହିଁ, ବ୍ୟବସାୟ ନାହିଁ, କେବଳ ରହିଛି ରାଜନୀତି, କୂଟନୀତି ଏବଂ ଧ୍ୱଂସ ହେବାର ଏକ ନୀତି। କିନ୍ତୁ ସେଭଳି ଏକ ପରିବେଶ ଭିତରେ ଏ ବୁଢ଼ୀ ନାହାକାଣୀ ଯୁବ ସଂଘର ପିଲାମାନେ ଯେଉଁଭଳି ପ୍ରକାର ଉଦ୍ୟମ ଚଳାଇଛନ୍ତି, ତାଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। ଏବଂ ମୁଁ ଆଶା କରିବି ଆଗାମୀ ସମୟରେ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ଏବଂ ଅନ୍ୟ ଗାଁର ପିଲାମାନେ ମଧ୍ୟ ଶିଖିବେ ଯେ ପ୍ରକୃତରେ ଏଇ ଯୁବକମାନେ ଚାହିଁଲେ କ'ଣ କରିପାରିବେ। ମୁଁ ଏତିକି କହି ମୋ ରଖୁଛି, ଶେଷ କରୁଛି। ଏଇ ଗାଁର ହେଉଛି ଉଲଦିଆ ଗାଁର ପୁଅ। ହଁ, ଆମ ବୁଢ଼ୀ ନାହାକାଣୀ ଯୁବକ ସଂଘ ବିଗତ 26 ବର୍ଷ ଧରି ଏଇ ମା ସରସ୍ୱତୀଙ୍କର ପୂଜା ଉତ୍ସବ ପାଳନ କରିଆସୁଛି। ଏଇ କ୍ଲବର ମୁଁ ଜଣେ ସଦସ୍ୟ। ମୁଁ 2022 ମସିହାରେ ଏଇ ଅନୁଷ୍ଠାନ ଦ୍ୱାରା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲି। ଆଜି ସେଇ ଅନୁଷ୍ଠାନ ତାର 26ତମ ପୂଜା ଉତ୍ସବ ପାଳନ ଅବସରରେ ମୁଁ ଚାକିରି କରିଥିଲି ମଧ୍ୟ ଗାଁର ଯେଉଁ ମୋହ, ଗାଁର ସ୍ନେହ ମମତା ଏ ବି ଭୁଲି ପାରିବି ନାହିଁ। ପ୍ରତ୍ୟେକ ବ୍ୟକ୍ତିର ପଛପଟେ ତା ଗାଁର ହିଁ ଅବଦାନ ରହିଥାଏ। ସେଇ ଉଦ୍ଦେଶ୍ୟରେ ମୁଁ ଆଜି ଏଇ ପୂଜା ଉତ୍ସବରେ ସାମିଲ ହୋଇଥିଲି। ଆଜି ଆମ ଗାଁ ତରଫରୁ ଏକ ସାରସ୍ୱତ ସଭାର ଆୟୋଜନ କରାଯାଇଥିଲା। ସଭା ପରବର୍ତ୍ତୀ ସମୟରେ ସମ୍ବର୍ଦ୍ଧନା ଏବଂ ପରବର୍ତ୍ତୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି। ଆଉ ଏହା ହେଉଛି ଆମ ଗାଁର ଏକ ବୈଶିଷ୍ଟ୍ୟ। ଏହା ହେଉଛି କଳା ସାଂସ୍କୃତିକ ଗାଁ। ଉଲଦିଆ ଗାଁ ଛୋଟ ଗାଁ ହେଲେ ମଧ୍ୟ ଏହାର ପରିଚୟ ନିଆରା। ନିଆରା ହେଉଛି ଏ ଗାଁ ସବୁବେଳେ ଗୁରୁ ପୂଜନ କରିଥାଏ, ପ୍ରତିଭାର ଅନ୍ୱେଷଣ କରିଥାଏ। ସେଇ ଉଦ୍ଦେଶ୍ୟରେ ଆଜି ଏଇ ଯେଉଁ ସଭା ଅନୁଷ୍ଠିତ ହୋଇଥିଲା, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆମର ଶିକ୍ଷକମାନଙ୍କୁ ଆମେ ଆଜି ସଭା ମଞ୍ଚସ୍ଥ କରିଥିଲୁ ଏବଂ ଅନ୍ୟ ଯେଉଁମାନେ ଉଲ୍ଲେଖନୀୟ ଅବଦାନ କରିଛନ୍ତି ବିଭିନ୍ନ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ହଉ କି ଅନ୍ୟ କ୍ଷେତ୍ରରେ, ତାଙ୍କୁ ଆଜି ଆମେ ସମ୍ବର୍ଦ୍ଧିତ କରିଥିଲୁ।